ଗୋଟିଏ ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ବାସ କରୁଥିଲେ। ଜଙ୍ଗଲରେ ସମସ୍ତେ ଖୁସିରେ ରହୁଥିଲେ। ବାଘ ଜଙ୍ଗଲର ରାଜା ଥିଲା। ରାଜା ଖରାପ କିମ୍ବା ନିଷ୍ଠୁର ନଥିଲା। ମୂର୍ଖ ରାଜା ଜଙ୍ଗଲର ରାଜା ହୋଇ କେବଳ ମନ୍ତ୍ରୀ ଭାଲୁର କଥା ଶୁଣେ। ମନ୍ତ୍ରୀ ନିଜର ଲାଭ ଆଉ ସ୍ୱାର୍ଥ ପାଇଁ ରାଜାକୁ ଯାହା କହେ ରାଜା ଜାଣିପାରନ୍ତି ନାହିଁ। ମନ୍ତ୍ରୀଙ୍କ କଥା ରାଜା ପାଇଁ ବେଦର ଗାର। ମନ୍ତ୍ରୀ ଭାଲୁ ରାଜା ବାଘକୁ ସବୁବେଳେ ମନ ପସନ୍ଦର ଖାଦ୍ୟ ଯୋଗାଇ ଦିଏ। ରାଜାଙ୍କ ମନକୁ ଜିତିବାରେ ସବୁ ବ୍ୟବସ୍ଥା କରେ। ବାଘ ରହୁଥିବା ଗୁମ୍ଫାକୁ ଲାଗି ଗୋଟିଏ ବଡ଼ ଅଶ୍ୱସ୍ଥ ଗଛଟିଏ ଥାଏ। ସେହି ଗଛରେ ଅନେକ ପ୍ରକାର ପକ୍ଷୀ ରହନ୍ତି। ସେଥିମଧ୍ୟରୁ ଶୁଆଟିଏ ରହେ। ଶୁଆଟି ଭାରି ଚତୁର, ବିଚକ୍ଷଣ ବୁଦ୍ଧି। ମନ୍ତ୍ରୀ ଭାଲୁର ସବୁ ଗତିବିଧି ଲକ୍ଷ୍ୟ କରେ ଶୁଆ। ରାଜାଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରେ, କିନ୍ତୁ ରାଜା ଓଲଟା ବୁଝନ୍ତି। ମନ୍ତ୍ରୀ ଭାଲୁ ବିରୁଦ୍ଧରେ କିଏ କିଛି କହିଲେ ରାଜା ରାଗି ଯାଆନ୍ତି। ବେଳେ ବେଳେ ସମୟ ସୁଯୋଗ ଦେଖି ଶୁଆ ଯାଏ। ଭାଲୁର ଅନୁପସ୍ଥିତିରେ ରାଜାଙ୍କୁ ଭଲ ଭଲ କଥା କହି ମନ ଖୁସି କରାଏ। ରାଜା ବାଘ ହସି ହସି କିଛି କଥା ଶୁଣାନ୍ତି। ବେଳେ ବେଳେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଶୁଆକୁ ପଚାରନ୍ତି। ଦିନେ ବାଘ ନିଷ୍ପତ୍ତି କଲେ ସବୁ ପଶୁପକ୍ଷୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କାମ ବାଣ୍ଟି ଦେବେ। ମନ୍ତ୍ରୀ ଭାଲୁକୁ ଆଦେଶ ଦେଇ କହିଲେ, ସମସ୍ତ ପଶୁମାନଙ୍କୁ ଡାକି ମୋ ଆଗରେ ହାଜିର କର। ସବୁବେଳେ ମନ୍ତ୍ରୀ ଯାହାକୁ ଡାକିବାକୁ କହିଲେ ଡାକନ୍ତି, ନହେଲେ ନ ଡାକନ୍ତି। ଶୁଆ ସବୁ କଥା ଦେଖେ। ଏସବୁ ଅନ୍ୟାୟ ଆଉ ପାତର ଅନ୍ତର ମନୋଭାବ ଶୁଆକୁ ଭଲ ଲାଗେ ନାହିଁ। ଶୁଆ ନିଷ୍ପତ୍ତି କଲା, ନିର୍ଭୟ ହୋଇ ରାଜାଙ୍କ ଆଗରେ ସବୁ କଥା କହିବ। ଜଙ୍ଗଲର ସମସ୍ତ ପ୍ରାଣୀ ରାଜାଙ୍କ ପାଇଁ ସମର୍ପିତ। କିନ୍ତୁ ରାଜା କାହିଁକି ସମସ୍ତଙ୍କୁ ନିମନ୍ତ୍ରଣ କରୁନାହାନ୍ତି? ସବୁଥର ଭଳି ବାଘ ରାଜା ମନ୍ତ୍ରୀ ଭାଲୁଙ୍କୁ ପଚାରିଲେ, କୁହ, କାହାକୁ ଡାକିବା ଆଉ କାହାକୁ ଡାକିବା ନାହିଁ? ମନ୍ତ୍ରୀ କହିଲା, ମହାରାଜ, ଏଥର ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ ଡାକିବା। ବାଘ ରାଜା ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ। କହିଲେ, କି ଆଶ୍ଚର୍ଯ୍ୟ କଥା! ତୁମେ ଆଜି ପ୍ରଥମ ଥର ପାଇଁ କହୁଛ ଯେ ଜଙ୍ଗଲର ସମସ୍ତ ପ୍ରାଣୀଙ୍କୁ ନିମନ୍ତ୍ରଣ କରାଯିବ। ମୁଁ ଭାବୁଥିଲି ସବୁଥର ଭଳି ଗଧକୁ ଡାକିବାକୁ ତୁମେ ମନା କରିବ। ଗଧ ମୁଣ୍ଡରେ ତ କିଛି ନାହିଁ। ଯେମିତି କାମରେ ଲଗେଇଲେ ସେ ସେମିତି କାମ କରେ। ଶରୀରକୁ ନେଇ ସେ ବୋଝ ବହିବା ଛଡ଼ା ଆଉ କିଛି ଜାଣିନି। ସେଇଥିଯୋଗୁ ଲୋକ ତ ତାକୁ ଜଙ୍ଗଲରୁ ନେଇ ବୋଝ ବୋହିବାରେ ବ୍ୟବହାର କରନ୍ତି। ଉତ୍ତରରେ ଭାଲୁ ମନ୍ତ୍ରୀ କହିଲା, ନା ମହାରାଜ, ଗଧ ନିଜ ପାଇଁ ନ ଭାବି ସମସ୍ତଙ୍କ ପାଇଁ ବୋଝ ବୋହୁଛି। ଆମ ମୁଣ୍ଡରେ ଭଗବାନ ବୁଦ୍ଧି ଦେଇଛନ୍ତି, କିନ୍ତୁ ଆମେ ସେ ବୁଦ୍ଧିକୁ ଖରାପ କାମରେ ବ୍ୟବହାର କରି ଅନ୍ୟର କ୍ଷତି କରୁଛେ। ଗଧ ମୁଣ୍ଡରେ ବୁଦ୍ଧି ନଥିଲେ କ'ଣ ହେଲା? ସେ ତାର ଶରୀରକୁ କଷ୍ଟ ଦେଇ ଅନ୍ୟର ଉପକାର କରୁଛି। ଗଧ ଆମଠାରୁ ବହୁତ ମୂଲ୍ୟବାନ ପ୍ରାଣୀ। ବାଘ ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ଏସବୁ କଥା ନିଜ ମନରୁ କହୁଛ ନା କେହି ତୁମକୁ ଶିଖେଇଛି? ଉତ୍ତରରେ ମନ୍ତ୍ରୀ ଭାଲୁ କହିଲା, ମହାରାଜ, ମୋତେ କ୍ଷମା କରିବେ। ଅନେକ ଥର ମୋତେ ଶୁଆ ଡାକି କହିଛି ସମସ୍ତେ ମୂଲ୍ୟବାନ। ଭଗବାନ ସମସ୍ତଙ୍କୁ କିଛି ନା କିଛି ଭଲ ଗୁଣ ଦେଇ ପୃଥିବୀକୁ ପଠାଇଛନ୍ତି। କାହାକୁ ହୀନ ଭାବିବା ଉଚିତ ନୁହେଁ। ବାଘ ରାଜା ପଚାରିଲେ, ହଉ ଠିକ୍ ଅଛି, ମୁଁ ତୁମ କଥା ମାନିଲି। ହେଲେ ଗଧ ଆମ ଜଙ୍ଗଲରେ ରହି ଆମର କି ଉପକାର କରୁଛି? ଉତ୍ତରରେ ମନ୍ତ୍ରୀ ଭାଲୁ କହିଲା, ମହାରାଜ, ଯେତେବେଳେ ଶିକାର କରିବାକୁ ଶିକାରୀମାନେ ଜଙ୍ଗଲରେ ପଶନ୍ତି, ସେତେବେଳେ ଗଧ ବଡ଼ ପାଟିରେ ରଡ଼ି କରେ। ସମସ୍ତେ ଜାଣିପାରନ୍ତି, ନିଜକୁ ରକ୍ଷା କରନ୍ତି। ଗଧକୁ ଆମେ ଜଙ୍ଗଲର ସବୁ କଥାର ପ୍ରଚାର ଆଉ ପ୍ରସାର କାମଟି ଦେଲେ ବହୁତ ଭଲ ହେବ। ସେ ନିଜ ବଡ଼ ପାଟିରେ ଏ କାମଟିକୁ ଠିକ୍ ଭାବରେ ତୁଲାଇ ପାରିବ। ରାଜା ସବୁ ପଶୁପକ୍ଷୀମାନଙ୍କୁ ନିଜ ନିଜର ଦକ୍ଷତା ଅନୁସାରେ କାମ ବାଣ୍ଟି ଦେଲେ।
ସମାନ ଭାବରେ କାମ ଯୋଗାଇଦେଲେ। ସମସ୍ତେ ନିଜ ନିଜ କାମ ଠିକ୍ ଭାବରେ ତୁଲାଇଲେ। ଜଙ୍ଗଲରେ ସମସ୍ତ ପ୍ରାଣୀ ଖୁସିରେ ରହିଲେ। ତେଣୁ କାହାକୁ ମୂଲ୍ୟହୀନ ଭାବିବା ଉଚିତ ନୁହେଁ। ସମସ୍ତେ ମୂଲ୍ୟବାନ।